ନମସ୍କାର ଓଡ଼ିଶା। ଆଜି ହେଉଛି 25 ତାରିଖ ଫେବୃଆରୀ ମାସ ବୁଧବାର। ଆଜିକାର ପାଣିପାଗ ଅପଡେଟ୍ ଆସିଯାଇଛି। ତେବେ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଝଡ଼ପାତ ହୋଇଛି। 2 ଦିନ ପାଇଁ ବଜ୍ରପାତ ଓ ଝଡ଼ ପବନ ନେଇ 18 ଜିଲ୍ଲାକୁ ଚେତାବନୀ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ତେବେ ଆଜି ସକାଳ 8:30 ପର୍ଯ୍ୟନ୍ତ 18ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ କେନ୍ଦ୍ର। ଆସନ୍ତାକାଲି ପାଇଁ 15 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବିଷୁବ ଭାରତ ମହାସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଲଘୁଚାପ କ୍ଷେତ୍ରରେ ସୃଷ୍ଟି ହୋଇଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଆଜି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଝଡ଼ ତୋଫାନ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକରେ ବିଜୁଳି ଘଡ଼ଘଡ଼ି ସହ 30ରୁ 40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେପଟେ ଲଘୁଚାପ ପ୍ରଭାବରେ କୋରାପୁଟ, ସୁବର୍ଣ୍ଣପୁର, ବରଗଡ଼ରେ ଦେଖିବାକୁ ମିଳୁଛି। ଗତକାଲି ସନ୍ଧ୍ୟାରୁ ଘଡ଼ଘଡ଼ି ସହ ଝିପିଝିପି ବର୍ଷାରେ ବିଜୁଳି ଘଡ଼ଘଡ଼ି ଦେଖିବାକୁ ମିଳିଥିଲା। କୋରାପୁଟ ସହରର ପାଟାଙ୍ଗୀ, ସିମିଲିଗୁଡ଼ା, ନନ୍ଦପୁର ଆଦି ଅଞ୍ଚଳରେ ବର୍ଷା ଦେଖିବାକୁ ମିଳୁଛି। ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ଦେଖିବାକୁ ମିଳୁଛି। ତେବେ ବର୍ଷା ଓ ପବନ ଯୋଗୁଁ ଲୋକମାନଙ୍କ ଚାଳ ଚପର ଉଡ଼ି ଯାଇଛି। ପବନ ମାଡ଼ରେ ଗଛ ଉପୁଡ଼ି ଯାଇଛି। କୁଆପଥର ମାଡ଼ରେ ବ୍ୟାପକ ମାତ୍ରାରେ ନଷ୍ଟ ହୋଇଯାଇଛି। ପନିପରିବା ମଧ୍ୟ ନଷ୍ଟ ହୋଇଯାଇଛି। ବର୍ଷା ପାଣି ଲୋକମାନଙ୍କ ଘରେ ପଶିବା ଦେଖିବାକୁ ମିଳିଛି।